ପିଠି ତ କାଠ ଚାଲିଛି ଆମର କେମିତି ଚାଲିପାରୁନି। ତୁମେ ତ ବର୍ତ୍ତମାନ ପଚାରୁଥିଲି ନା ଝିଟିପିଟି କାନ୍ଥରେ ଚାଲେ କାହିଁକି ଖସି ପଡେନି? ଆମେ କିନ୍ତୁ ଯଦି କାନ୍ଥରେ ଚାଲିପାରିବା କି? ଚାଲିପାରିବା ନାହିଁ। କାହିଁକି? ଆଜି ବୁଝିବା। এইটা উঠিକି দেখা মতে। କଣ আরে দেখো রে সে উঠে পারেনি আচ্ছা পারেনি তো ମୁଁ ଦେଖ ଉଠେଇ ଦେଖୁଛି ଉଠେଇ ପାରୁନି କାହିଁକି? ଦେଖ ଏଠି ମୁଁ କଣ କଲି ଏଇଟା ତୁମର କଣ କହିଲ? ଏଇଟା ଗୋଟେ ସକ୍ସନ କପ୍। ଯେତେବେଳେ ଚାପିଦେଲି ଅର୍ଥ କଣ ହେଲା ୟା ଭିତରେ ଯୋଉ ବାୟୁ ଥିଲା ଏ ସକ୍ସନ ଭିତରେ ସେ ବାୟୁଟା ବି ବାହାରକୁ ପଳେଇଲା। ମାନେ ୟା ଭିତରେ ଶୂନ୍ୟ ହେଇଗଲା। ଯେତେ ବାହାର ବାୟୁ ଯେ ତାକୁ କଣ ହେଲା ଚାପି ଦେଇଥିଲା। ବାହାର ବାୟୁ କଣ କଲା ତାକୁ ଚାପି ଦେଇଥିଲା। ଫଳରେ ଭିତର ବାୟୁ ନାହିଁ ଆଉ ଉପରକୁ ଠେଲିବା ପାଇଁ ସେଥିପାଇଁ ସେ ଉଠିଲା ନାହିଁ। ମୁଁ ବର୍ତ୍ତମାନ କଣ କଲି ଏଠି ଚାପିଦେଲି ଅର୍ଥାତ୍ ବାହାର ବାୟୁଟା କଣ ହେଲା ଭିତରକୁ ପଳେଇଗଲା। ଫଳରେ ଉଠିକି ପଳେଇ ଆସିଲା। ଝିଟିପିଟିର ଯୋଉ ଗୋଡ ଅଛି ଝିଟିପିଟିର ଗୋଡରେ ଏଇଭଳିଆ ସକ୍ସନ କପ୍ ଟାଇପର ଅଛି। ସେ ଯେତେବେଳେ କାନ୍ଥରେ ଚାପିଦିଏ ଏଇଭଳିଆ ସେ ସକ୍ସନ ଟାଇପର ଚାପି ହେଇଯାଏ। ତା ଭିତର ବାୟୁଟା ପଳେଇଯାଏ। बाहर बायोटा को चापी रखे हेडर से काट ले चुनेगा। देखिए कमाल कर दिया आपने कितने टैलेंटेड है आप।